ଘରକୁ ଯାଇଥିନି। ଘରୁ ଆଇନି କାଲି କାଲି ଅସୁବିଧା ହେଲା, ଆଉ ଗାଡ଼ି ଲୋଡ଼ କରି ହେଲାନି। ସକାଳୁ ଶୋଇକି ଉଠିକି ଏଇଠି ସିରିଏଲ୍ ଦେନି। ସିରିଏଲ୍ରେ ଦେଖିପାରୁଥିବେ କେତେ ଗାଡ଼ି ଅଛି। ସିରିଏଲ୍ର ଗଡ଼ି ଗଡ଼ିକି ଆଇନୁ। ଏବେ ମୋ ଗାଡ଼ି ଏଇ ଲୋଡ଼ ହେଉଛି, ଦେଖିପାରୁଥିବେ ଆପଣମାନେ। ଏଠି ବି ସାଇଡ଼୍ରେ ବି ଅଲଗା ଗାଡ଼ି ସବୁ ଲୋଡ଼ ହେଉଛି। ଆଜି ଟ୍ରିପ୍ ଆମର କେଉଁଝରରୁ ଝାରସୁଗୁଡ଼ା ଲୋଡ଼ କରିକି ଏଠି ଆଇନି। ଆଗରେ ଗୋଟେ ଗାଡ଼ି କଣ୍ଟା ହେଉଛି, ଗୋଟେ ଗାଡ଼ି ପରେ ମୋ ଗାଡ଼ି କଣ୍ଟା ହେବ। ଏଠି ଫାଇନାଲ୍ କଣ୍ଟା ହେଲା ପରେ ମାଇନ୍ସରୁ ବାହାରିମୁ। ମାଇନ୍ସରୁ ବାହାରିଲା ପରେ ଆଗକୁ ଯିମୁ ସିରିଏଲ୍ର ପେଟ୍ରୋଲ ପମ୍ପରେ ତେଲ ପକେଇମୁ। ତେଲ ପକେଇନି ଏବେ ଆସିକିଣି ତେଲ ପକେଇ ସାରିକିଣି ଏବେ ଘାଟି ଚଢ଼ିବା। ଏବେ ରାସ୍ତାଟା ଦେଖିପାରୁଥିବେ ଦିନ ଗୋଟାକ ବେଳେ ଧୀରେ ଧୀରେ କିଣି ଘାଟି ଓହ୍ଲଉଛି। ଏବେ ଘାଟି ମଝାମୁଝି କାଞ୍ଜି ପାଣି ଘାଟି ଖସୁଛି। କାଞ୍ଜି ପାଣି ଘାଟି ଖସିଲା ପରେ ଆଗରେ ଦେଖିପାରୁଥିବେ ଗଛପତ୍ର କେତେ ସୁନ୍ଦର ହେଇଛି। କାଞ୍ଜି ପାଣି ଘାଟି ଆମର ଏବେ ଆଗରୁ ତ ରାସ୍ତା ସିଙ୍ଗିଲ୍ ରୋଡ଼ ଥିଲା, ବହୁତ ଜାମ୍ ହେଉଥିଲା। ହେଲା ପୁରା ଡବଲ ରୋଡ଼ ହୋଇଯାଇଛି। ଖରାବେଳେ ବୁଲିକି ଏତେ ଗାଡ଼ି ଚାଲୁନି। ଏବେ ଆମେ ପହଞ୍ଚିଲେ ଝାରସୁଗୁଡ଼ା ଅନଲୋଡ଼ିଂ ପଏଣ୍ଟର। ରାତି 2ଟା ହେଇଛି। ଏଠି ମୋ ଗାଡ଼ି ଛିଡ଼ା ହେଇଛି, ପଛରେ ବି ଅଲଗା ଗାଡ଼ି ସବୁ ସିରିଏଲ୍ ଲଗେଇଛନ୍ତି। ଏଇଠି ଦେଖିପାରୁଥିବେ ହେଲା ଗୋଟେ ଗାଡ଼ି ହମ୍ପରରେ ଖାଲି ହେବ। ଏଠି ଆମର ହମ୍ପରରେ ଖାଲି ହେଉଛି ଗାଡ଼ି, ଦେଖିପାରୁଥିବେ ସାଙ୍ଗମାନେ। ପୁରା ଗାଡ଼ିଟା ଟେକିଦେଲା। ଏବେ 2 ଜଣ ଲୋକ ଡାଲା ପିଟିବେ। ଡାଲାର ଟିକେ ଏନେ ମାଲ ରହିବନି। ତାପରେ ଗାଡ଼ି କଣ୍ଟା କରିମୁ। ଫାଇନାଲ୍ ହେଲା ଗାଡ଼ି ଖାଲି କରିକି ଦିନ 12ଟା ବେଳେ ଏଇଲାକେ ମୁଁ ବଡ଼ରମ୍ବା ଘାଟିର ଚାଲୁଛି। ଆଗରୁ ବଡ଼ରମ୍ବା ଘାଟି ବହୁତ ଖରାପ ରୋଡ଼ ଥିଲା। ଏବେ ଏଇ 5-6 ମାସ ଭିତରେ କାମ ହୋଇଛି ରାସ୍ତା। ପୁରା ଦେଖିପାରୁଥିବେ ସିଙ୍ଗିଲ୍ ରୋଡ଼, ଚାରିପଟର ଶାଳୁଆ ଜଙ୍ଗଲ।